ରାସନ କାର୍ଡ଼ କଟିବାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି ଏବଂ ଆମ ଓଡ଼ିଶାରେ ମଧ୍ୟ ଭଦ୍ରକ ଜିଲ୍ଲାରେ ରାସନ କାର୍ଡ଼ ଚେକିଂ ଆରମ୍ଭ ହୋଇସାରିଛି। ଭଦ୍ରକର ପ୍ରତି ବ୍ଲକରେ ଚେକିଂ ଆରମ୍ଭ କରାଯାଇଛି ଏବଂ ରାସନ କାର୍ଡ଼ କଟିବାକୁ ହେଲେ ଆପଣଙ୍କୁ 9ଟି ମାନଦଣ୍ଡ ମାନିବାକୁ ପଡ଼ିବ। ଆପଣ ସ୍କ୍ରିନ୍ ଆଗରେ ଦେଖାଯାଉଥିବା ଏହି 9ଟି ମାନଦଣ୍ଡ ଭିତରେ ଯଦି ଆପଣମାନଙ୍କର କୌଣସି ଜିନିଷ ଥାଏ ବା କୌଣସି ଜିନିଷ ଆପଣ ମାନୁନଥାନ୍ତି, ତାହେଲେ ଆପଣମାନଙ୍କ ରାସନ କାର୍ଡ଼ ଭବିଷ୍ୟତରେ କଟିବାର ବହୁତ ସମ୍ଭାବନା ଅଛି ବା ଏହି ଚେକିଂ ବର୍ତ୍ତମାନ ଯେଉଁ ଚାଲିଛି ଆପଣମାନଙ୍କର ମଧ୍ୟ ଏହି ଚେକିଂରେ ରାସନ କାର୍ଡ଼ କଟିପାରେ। ତାହେଲେ ଏହି ବିଷୟରେ ଯଦି ଆପଣ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି, ପୁରା ଭିଡ଼ିଓଟି ମୁଁ ବନେଇ ଦେଇଛି। ଆପଣମାନେ କେମିତି ଏହି ମାନଦଣ୍ଡରୁ ବଞ୍ଚିପାରିବେ, ଆପଣ କ'ଣ ଆପଣଙ୍କର ଅଛି, କେମିତି ଆପଣମାନେ ଆକୁ ଜାଣିପାରିବେ, ପୁରା ଭିଡ଼ିଓ ମୁଁ ବନେଇଛି ଡିଟେଲ୍ସରେ। ୟୁଟ୍ୟୁବକୁ ଯାଆନ୍ତୁ, ନୂଆ ଭିଡ଼ିଓ ଅଲରେଡ଼ି ଅପଲୋଡ଼ ସରିଛି, ଦେଖନ୍ତୁ। ପ୍ରଥମରେ ଭିଡ଼ିଓ ଅପଲୋଡ଼ ହେଇଛି। ମୋ ଭିଡ଼ିଓ ଭଲ ଲାଗିଲେ ନିହାତି ଲାଇକ୍ କରିବେ, ଚ୍ୟାନେଲ୍ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ସାଙ୍ଗସାଥିମାନଙ୍କ ସହ ସେୟାର କରନ୍ତୁ, ଯେପରିକି ସମସ୍ତେ ରାସନ କାର୍ଡ଼ କଟିବାରୁ ବଞ୍ଚିତ ହୋଇପାରିବେ।